ଘରେ ବାସ କରୁଥିଲା। ଆରେ ଏ ମୋ ଝର ନାସା ମନ୍ଦିରରେ ଏ କାଲୁଣା ଘରେ ବାସ କରୁଥିଲା। କାଲୁଣା ଘରେ? ହଁ। ତାହେଲେ ସେଇଥିପାଇଁ ଅନେକ ପୁଅ ମରିଗଲେ। ହେଲେ ଗୋଟେ କଥା କହ, ଆଜି ଦିନଠାରୁ ତୁମର ଝିଅ ପଦ୍ମାବତୀକୁ ବିବାହ। ଠିକ ଅଛି। ସେଇଟା କାଲି ନାଗିନା ଏ ଡେଣୁ ସାପେ ଗଞ୍ଜେ ହୋ ହେଇଥିବ ସୁतो এটা এটি উঠেছে যেটা କାଳେ ଖାଉଥିବା ନାଗ ବିଦେଶ ର କାଳେ ଖାଉଥିବା ବେଳା ଭିଟାମିନ ଖାଉଥିଲା ତମେ କୋରା କି ଲାଗି ଏଠି ଉଠେছে ନା ପୁରା ଲେଖା ମୁଟାଇଛି ତେବେ ଭାଇନା ଆଜ୍ଞା ମଦନ ସୁନ୍ଦର ପଦ୍ମାବତୀକୁ ବିବାହ କରିକି ଆଜ୍ଞା ପଦ୍ମାବତୀ ଠାରୁ ବିଦାୟ ନେଇକି ଆଜ୍ଞା ସ୍ୱପ୍ନ ଖାତରେ ପହଞ୍ଚି ଗଲାଣି ଘଞ୍ଚ ଜଙ୍ଗଲକୁ। ସେଇ ଜଙ୍ଗଲ ମଧ୍ୟରେ ଘଟଣା ହେଲା କଣ ଆଜ୍ଞା ମଣିଚୁର ସର୍ପକୁ ବଦ୍ଧ କରିକି ମଣି ସାହାଯ୍ୟରେ ଧୀରେ ଧୀରେ ପାତାଳପୁରକୁ ଗମନ କରୁଛି। ଆଜ୍ଞା ପାତାଳପୁରର ଘଟଣା ହେଲା କଣ ଆଜ୍ଞା ଅତି ସୁନାବତୀ ଜମ୍ବବତୀ ମତିବତୀ ଚାରି ଭଉଣୀ ଆଜ୍ଞା ପୋଷା ଖେଳ କରୁଛନ୍ତି। ସେତେବେଳେ ପୁରୁଷର ପାଦ ଶବ୍ଦ ଶୁଣିଲେ ନିଜ ନିଜ ପୁରକୁ ଗମନ କରୁଛନ୍ତି। ଆଜ୍ଞା ପ୍ରଥମେ ଗଲା ପଦ୍ମାବତୀପୁର। ରାଧା ପ୍ରେମ ରାଣ ତୋତେ ରାଧା ପ୍ରେମ ରାଣ ତୋତେ ନିରା ପ୍ରେମ ପ୍ରାଣରେ ଚକାନୟନ 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 ରୂପାବତୀ ଆଲୋ ମୁଁ ଶୁଣିଛି ତୁମ ପାଖରେ ମୋର ସ୍ୱପ୍ନ ଅଛି। ମୋ ପାଖରେ ସ୍ୱପ୍ନ ଅଛି ସତରେ ମୁଁ କୌଣସି ସହରରୁ ମଦନ ସୁନ୍ଦର ଆସିଛି। ସେ ସ୍ୱପ୍ନ ପାଇଁ ସ୍ୱପ୍ନଟା ଦିଅ। ମତେ ବାହାରିଲେ ମୁଁ ସ୍ୱପ୍ନ ଦେବି ସତରେ ମୁଁ ଯଦି ତୁମକୁ ବାହା ହୁଏ ତାହେଲେ ସ୍ୱପ୍ନ ଦେବ। ଠିକ ଅଛି ଏଇ ନିୟମ ତୁମକୁ ଗନ୍ଧର୍ବ ମନ୍ଦିରେ ବିବାହ ହେଇଥିବ। ସ୍ୱପ୍ନ ଦିଅ। ସ୍ୱପ୍ନ ମୋ ପାଖରେ ନାହିଁ। ଏବେ ପରା କହିଲ ମୁଁ ଯଦି ତୁମକୁ ବାହା ହୁଏ ତାହେଲେ ସ୍ୱପ୍ନ ଦେବ ବୋଲି। ସ୍ୱପ୍ନ ମୋ ଭଉଣୀ ପାଖରେ ଅଛି। ତୁମ ଭଉଣୀ ପୁଣି କିଏ? ସୁନାବତୀ। ଏ ଭାଇନା ଆଜ୍ଞା ରୂପାବତୀ ଠାରୁ ରୂପାର ବେତ ଧରିକି ଧୀରେ ଧୀରେ ଗମନ କରୁଛି ସୁନାବତୀ ପୁରକୁ। ଏ ପୁରରେ କିଏ ଅଛ? କବାଟ ଖୋଲଲୋ। ଏ ପୁରରେ କିଏ ଅଛ? କବାଟ ଖୋଲ। ହଁ ମୁଁ ଅଛି। ତମେ କିଏ? ମୁଁ ରୂପାବତୀ। ସୁନାବତୀ। ସୁନାବତୀ ଆଲୋ ସୁନାବତୀ ତୁମ ପାଖରେ ପରା ସ୍ୱପ୍ନ ଅଛି। ହଁ ମୋ ପାଖରେ ସ୍ୱପ୍ନ ଅଛି। ତାହେଲେ ଦିଅ। ହେଲେ ସେ ସ୍ୱପ୍ନ ମୁଁ ତୁମକୁ ସେମିତି ଦେବିନି। ତାହେଲେ କେମିତି ଦେବ? ପ୍ରଥମେ ମତେ ବାହା ହୁଅ ତାପରେ ସ୍ୱପ୍ନ ଦେବି। ସତରେ? ହଁ। ଆରେ ଗନ୍ଧର୍ବ ମତରେ ବାଲି ଧରିକି ତ କର। ଗନ୍ଧର୍ବ ମତରେ ବାଲି ଧରିକି ତ କର। ଦିଅ ଦିଅ ସୁନାବତୀ ସ୍ୱପ୍ନ ସମାଚାର। ଗନ୍ଧର୍ବ ମତରେ ବାଲି ଧରିକି ତ କର। ମତରେ ବାଲି ଧରିକି ତ କର। ଦିଅ ସୁନାବତୀ ସ୍ୱପ୍ନ ସମାଚାର। ଥରେ ମାମାନେ କରୁଅଛି। ଥରେ ମାମାନେ କରୁଅଛି।
ଭଲ ଲାଗେ ଆଲୋ ଶୁଣ ହଁ ତାହେଲେ ଦିଅ ସେ ସ୍ୱପ୍ନଟା ଦିଅ ହେଲେ ସେ ସ୍ୱପ୍ନ ଏବେ ମୋ ପାଖରେ ନାହିଁ। ଆଲୋ ହଁ ତମ ପରା ଏବେ କହିଲ ମୁଁ ଯଦି ତୁମକୁ ବାହା ହୁଏ ତାହେଲେ ସ୍ୱପ୍ନ ଦେବ ବୋଲି ହେଲେ ସେ ସ୍ୱପ୍ନ ମୋ ଭଉଣୀ ପାଖରେ ଅଛି। ସତରେ ହଁ ତୁମ ଭଉଣୀ ପୁଣି କିଏ ମୋ ଭଉଣୀ ଜମ୍ବବତୀ। ଜମବତୀ ହଁ ଏ ଭାଇନା ଆଜ୍ଞା ସୁନାବତୀ ଠାରୁ ସୁନାର ବେତ ଧରିକି ଆଜ୍ଞା ଧୀରେ ଧୀରେ ପହଞ୍ଚିଗଲା ଜମ୍ବବତୀପୁରକୁ ଆରେ ଶୁଣ ଶୁଣ ସୌଜ୍ଞ ଜନ ଆରେ ଦେହେ ତୁମନ ଏ ଦେହେ ତୁମନ ଭଲା ଦେହେ ତୁମନ ଆରେ ଧୀରେ ଧୀରେ ମଦନ ଯେ ଏ କରଇ ଗମନ ଏ କରଇ ଗମନ ଭଲା জম্বুবতী জম্বুবতী আরে উচ্চদা করে উচ্চদা করে ভোলা উচ্চদা করে এ পুরোরে কি অছ ওয়াড় খোললো আলো ମୁଁ କୌଣ ଯେ ସହରରୁ ଆସିଛି ମୋର ନାମ ହେଲା ମଦନ ସୁନ୍ଦର ଆଲୋ ଜମ୍ବବତୀ ମୁଁ ସେଇ ସ୍ୱପ୍ନ ପାଇଁ ଆସିଛି ହଁ ହଁ ଆଲୋ ଏ କି କଥା କହୁଛ ସତରେ ତେବେ ଭାଇନା ଆଜ୍ଞା ସେଠୁ ଯୁବବତୀକୁ ବିବାହ କରିକି ଆଜ୍ଞା ଯୁବର ବେତ ଧରିକି ଆଜ୍ଞା ଧୀରେ ଧୀରେ ପହଞ୍ଚିଗଲା ମତିବତୀପୁରକୁ ଏ ପୁରରେ କିଏ ଅଛଲୋ କବାଟ ଖୋଲଲୋ ହ୍ୟାଲୋ ମୁଁ ଅଛି ମତିବତୀ କଣ ଲାଗେ ତୁମ ପାଖରେ ପରା ସ୍ୱପ୍ନ ଅଛି ହଁ ହଁ ମୋ ପାଖରେ ସ୍ୱପ୍ନ ଅଛି ତାହେଲେ ସେ ସ୍ୱପ୍ନ ଦିଅ ସେ ସ୍ୱପ୍ନ ପାଇଁ ଆସିଛି ହେଲେ ତୁମେ ମତେ ଯଦି ବିବାହ କରିବ ତାହେଲେ ସ୍ୱପ୍ନ ପାଇପାରିବ ସତରେ ହଁ ହଁ ଠିକ ଅଛି ଏ ନିୟମ ତୁମକୁ ବନ୍ଧା ବାବଦରେ ବିବାହ ହେଲେ ଗୋଟେ କଥା ତୁମେ ସତ୍ୟ ସତ୍ୟ ତ୍ରିବାର ସତ୍ୟ କର ଯଦି ସ୍ୱପ୍ନ ପାଇବ ଆରେ ସତ୍ୟ ପ୍ରିୟଙ୍କର ଷୋହଳ ପିଲା ଠିକ ଅଛି ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ମୁଁ ଯଦି ସ୍ୱପ୍ନ ପାଇବି ସତ୍ୟ ତୁମର ତୁମେ ଆମ ଯୋଉ ଚାରି ଭଉଣୀକୁ ବିବାହ ହଉଛ ଚାରି ଭଉଣୀର ମୁଣ୍ଡକୁ ଯଦି ହତ୍ୟା କରିବ ତାହେଲେ ସ୍ୱପ୍ନ ପାଇପାରିବ ହଁ ମୁଁ କଣ ନାରୀ ହତ୍ୟା କରିବି ନାରୀ ହତ୍ୟା ଯଦି କରିବି ଭାଗବତ ଗୀତାରେ ଲେଖା ଅଛି ନାରୀ ହତ୍ୟା ମହାପାପ ତାହେଲେ ଯଦି ତୁମେ ନାରୀ ହତ୍ୟା କରିବ ନାହିଁ ତାହେଲେ ସ୍ୱପ୍ନ ପାଇପାରିବ ନାହିଁ କିଛି ତ ଉପାୟ ଥିବ ଉପାୟ ଅଛି ତୁମେ ସ୍ୱପ୍ନ ଦେଖି ସାରିବା ପରେ ଆମେ ଯୋଉ ବେଦକୁ ଦେଇଛୁ ଯୌତୁକ ଆକାରରେ ସେଇ ବେଦକୁ ଆମ ମୁଣ୍ଡରେ ଛୁଆଇ ଦେଲେ ଆମେ ଜୀବିତ ହେଇଯିବୁ ଠିକ ଅଛି ତାହେଲେ ତେବେ ଭାଇନା ସୁନାବତୀ ଚକ୍ରବର୍ତ୍ତୀ ମତିବତୀ ଏବଂ ସାଙ୍ଗରେ ପଦ୍ମାବତୀକୁ ଧରିକି ଆଗେ ପାଞ୍ଚ କନ୍ୟା ଧୀରେ ଧୀରେ ଗମନ କରୁଛନ୍ତି ଆରେ କାଇଁ ହେଲା ଯେ କଲା କାନୁ ତେଲ ପସିରି ଆରେ କାଇଁ ହେଲା ଯେ କଲା କାନୁ ତେଲ ପସିରି ଓ ତେଲ ପସିରି আরে কথা দেখিলে মোর জীবন ধন মোর কেশব মোরালি ধারে আরে কথা দেখিলে মোর জীবন ধন মোর কেশব মোরালি ধারে হেলা সে আরে কথা দেখিলে
ମଦନ ଆଚ୍ଛା ଆଜ୍ଞା ପହଞ୍ଚି ଗଲା ଯିବେନି ଗୋଟେ ଏ ଭାଇ ମାନେ ଏ ଭାଇ ଓ ଭାଇ ଆସିଗଲା ଆରେ ମଦନ ଆରେ ଭାଇ ଆରେ ମଦନ ହଁ ଭାଇ ତୁ ଆସିଗଲୁ ମୁଁ ଆସିଗଲି ଭାଇ ହେଲେ ତମେ କେତେ ଦିନରୁ ଆସିକି ଏଠି ବସିଛ ଆମେ ତ ବହୁତ ଦିନ ହେଇଗଲାଣ ହଁ ହଁ ବହୁତ ଦିନ ହେଇଗଲା ଆମେ ଅଛୁ ହେଲେ ସ୍ୱପ୍ନ ପାଇଛ ସପନ ପାଇବାଟା ପାଇଦେଲୁ ଭାଇ ହଁ ଫେରାର ହେଲେ ଗୋଟିଏ କଥା ମୁଁ କିନ୍ତୁ ସ୍ୱପ୍ନ ପାଇଛି ଆଣିଛୁ ସପନ ଏ ହେଉଛନ୍ତି ପାଞ୍ଚ କନ୍ୟା ମୋର ପତ୍ନୀ ମଧ୍ୟ ଆଉ ସ୍ୱପ୍ନ ମଧ୍ୟ ଆଲୋ ଏ ହେଉଛନ୍ତି ମୋର ବଡ଼ ଭାଇର ମୁଣ୍ଡିଆ ମାର ଅଲକ୍ଷଣ ଏମିତି ନମସ୍କାର କରିବୁ अरे भाई सुतो ए भाई हमको साला घुटे घुटे नहीं गाड़ी लगा साला पांचटा हो जाए हे पता नहीं बाबू छे फिर के सफर में बसी सफर में बसी फिर सफर में बसे फिर पांच पांच हो गई यानी बोले भाई हां मैं बुद्धि करूं ना करना पिता के डाके नहीं हमको सोच लागू छे बाबू ऐसा के डाके नहीं मां हमें तो ठेली ना अच्छा अभी तक और सफर में क्या मैं घर में क्या अरे भाई अरे कौन है भाई हमको बहुत सुसु है भाई तुमको ससुर से हां भाई हेले गोटिए କଥା भाई ତମେ ତ କେତେ ଦିନ ଆଗରୁ ଆସିଛ ଓଠି ନଦୀ ଅଛି ଓଠି ପୂର୍ବ ଅଛି ଏଟା ତମେ ଦେଖିବ नहीं दरबार देखिए दरबार ହେଲେ ଯାଅ ପାଣି ପିଇକି ଆସିବ ଯାଅ आना चाले बोले नहीं पार माना आना चाले बोले नहीं पार माना तू चाल संग ହେଲେ ଗୋଟିଏ କଥା ମୁଁ କଣ ମୋର ପତ୍ନୀ ମାନଙ୍କୁ ଏମିତି ଛାଡ଼ିକି ଯିବି ना विदाय मांगिया ଠିକ ଅଛି ମୁଁ ପ୍ରଥମେ ଯାଉଛି ତାଙ୍କୁ ପଚାରିବି हां जा मत जल्दी है सोच लायो ना ଆଲୋ ରାଣୀ ଆଲୋ ରାଣୀ ମାନେ ହଁ ମୁଁ ତୁମ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିକି ଆସିଛି ତମେ ଏଠି ବସିଥାଅ ହେଲେ ସାଙ୍ଗେ ଆମେ ଏଠି ଏକା ରହିବୁନି ହ୍ୟାଲୋ અમે જંગલ મિત્ર એકલા રહી નહીં પારું તમે જઈ અમે તઈ ହ୍ୟାଲୋ હા ଏମିତି ବ୍ୟସ୍ତ ହୁଅନି ମୁଁ ଶୀଘ୍ର ଛାଡ଼ି ଆସିବି ମୁଇଁ ଛଣେ ବି ଛାଡ଼ି નહીં ପାରେ ହ୍ୟାଲୋ ଏମିତି ହେଲେ କ'ଣ ଚଳିବ ହେଲେ ସ୍ୱାମୀ ହଁ ପରજી કે મુઈ આનવા જંગલ મિત્ર છાડી દે બઈડા બને કથા કરું છો तो बड़ा भी है तो क्या हो ହ୍ୟାଲୋ କିଛି ଅସୁବିଧା ହେବନି ଠିକ ଅଛି ତାହେଲେ ମୋ ପାଇଁ ଖଜୁର ଆଣିଦେବ ଠିକ ଅଛି ଯାହା ପାଇଁ ଯୋଉଟା ଦରକାର ମୁଁ ଶୀଘ୍ର ଆଣିକି ଆସିବି ବୋଲେ ଖଜୁର ଆଣିବି हैं जाने मिलवा के नहीं जंगल है ये सुना बोले मिलवा તમે કડા રે બોલો ଚିନ୍ତା ବାଲା ଠିକ ଅଛି ତାହେଲେ ମୁଁ ଶୀଘ୍ର ଫେରି ଆସିବି ଚାଲ ତେବେ ଭାଇନା ଆଜ୍ଞା ନିଜ ପତ୍ନୀମାନଙ୍କ ଠାରୁ ବିଦାୟ ନେଇକି ଧୀରେ ଧୀରେ ଚାଲି ଯାଉଛୁ ଭାଇମାନଙ୍କ ସାଙ୍ଗରେ ଏପଟେ ବୀରବର ବିଦ୍ୟାଧର କଲେ କ'ଣ ଆଜ୍ଞା ଭାଇକୁ ମାରିବା ପାଇଁ ଚିନ୍ତା କରୁଛନ୍ତି ଏ ଭାଇ ए भाई ହଁ पूरा से सच्चा बोले आसा उला ତାହେଲେ ମୁଁ ଓହ୍ଲେଇବି तू उला मुने ତାହେଲେ ମୋତେ ଉପରକୁ ଟାଣିବ हां तो उला वाले ताकि तो नहीं लगती हम पैसा जानो ଆରେ ଭାଇ ମୋତେ ଉପରକୁ ଟାଣ ଆରେ ଭାଇ ଟାଣ ये मागा गुडे जे कहता है रे खान उठा फेंकी देखते हो ମୋତେ ଭଲ ଲାଗିଲା କେନ୍ତା ଲାଗୁଛି କେନ୍ତା କେନ୍ତା ଲାଗୁଛି ଜିନୁ କେନ୍ତା ଲାଗୁଛି मरी नहीं लगे ମୋତେ ତ କେନ୍ତା ଲାଗୁଛି ମୋତେ ଲଡ଼ା ଲାଗୁଛି अभी काटी चंगा धड़क 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 ମିସ୍ ଲାଗିଲା निकल नहीं हुई ମୋତେ ତ ନୋରା ଲାଗିଲା ऐसा वाला क्या हवा जे माते ये एंता बोले क्या माते बोले मदन के बाको खाई देला भाषण माने को बोली कांते नहीं मचा मदन को बाको खाई देला के भाषण माने को मदन दे मदन को बाको खाई देला के भाषण माने को अरे कौन ना बागो काई देला के हसन माने गो स्वामी काहे जाने गलो राजा
আগো 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 ভাষা মানে तुमको लेसा बिना का तुमको 150 से वाला पास के हंसते जी আর কথাও বানি করো আমি नहीं जाओ আমার স্বামী ने बोलता मैं कहीं नहीं जाऊं দেখো তুমি নো যদি ঠিক ঝগড়া খাবেলা কেতে বাঘ ভালো রেস্টুরেন্ট যাতে হবে তবে ছোট ফটো গনি দেবে বলো তাহলে আমার সঙ্গে নাই দরবার আমি না পরে পরে জীবন দিন তোমার কहीं नहीं जाऊं এ ভাই হ্যাঁ ভাই এমনে হালতানি মানে বাবা তুই মুই 3 টাকা ধরছ তুই 2 টাকা ধর চারি গলু একবার বড় এনজয় করবো বড় এনজয় করবো রে বাচ্চা রে বাচ্চা দাদা জব থাকবে মুই 3 টাকা ধর দর কাটা করে জোরা কোই নাই যায় আরে বন্ধু জোবা বড় জোবা রে রামু আর তো জলদি বাবা 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 ये पता लगा कोई বাবা আমার अरे वीरो वाला विद्यास বাবা अरे फोने হ্যাঁ বাবা তুমি করে ফেলে আসছো হ্যাঁ বাবা স্বপ্ন আড়ি আনিছো শীঘ্র বিলম্ব করো না আমাদের সব স্বপ্ন দেখাও ঠিক আছে সপন দিও তপন দিও আমি তোমাকে সপন দিই আমার স্বামী কে সপন দেব সপন দিও আর যাই গে সপন দাও তপন দিও না না নি না বলে এ বিরো করে বিদ্যা ধরো তপন দিও क्या बोलते कोई সপন দিও সপন দিও কথা শুনি বাবা সপন দিও এ বিরো করে বিদ্যা ধরো কিন্তু গোটে মোর সানো পুଅ ମଦନ ମଧ୍ୟ ଯାଇଥିଲେ ସେ କୁଆଡେ ଗଲା बताओ को नहीं कौन बाबा আমার সানো ভাই মদন के भागो कही देला এ बाबा বিরো করে বিদ্যা ধরো भागो कही देला ये की কথা কହୁছো ও বাবা ମୋ ସାନ ପୁଅ ମଦନ କୋକଣ ଭାଗ ଖାଇଦେଲା भागो कही देला ଆରେ ପୁଅ ସେ ଯାହା ବି ହଉ ମତେ ସ୍ୱପ୍ନ ଦେଖାଅ ଶୀଘ୍ର তপন দিও গুলগুলা আইবে বাবু তপন দিও ତେବେ ଭାଇନା ଏହି ସମୟରେ ଅନ୍ତର୍ଯାମୀ ନାରାୟଣଙ୍କ ମାୟା ଜୀବରେ ଜୀବରେ ଜୀବ ଆରେ ଦିନେ ଛାଡ଼ି ଜୀବରେ ଜୀବରେ ଜୀବ ଦିନେ ଛାଡ଼ି ଜୀବରେ ମାଟି ରୁହେ ପିଣ୍ଡ ତୋର ମାଟିରେ ମିଶିବରେ ମାଟିରେ ପିଣ୍ଡ ତୋର মাটিরে মিশি বলে মাটিরে
ଏବଂ ମଦନ ସୁନ୍ଦରକୁ ନେଇକି ଆଗେ ଦରବାଜା ଫେରି ଆରେ ପୁଅ ମଦନ ବାପା ତତେ ଆଗ ଖାଇଦି ନା ବାପା ଏ ଭେଣା ମିଛ କହୁଛନ୍ତି ଏ ବିରବଳ ବିଦ୍ୟା ଧର ନା ବାପା ଏ ଭେଣାକୁ ମାରୁନି ଯାହାହେଲେ ବି ସେମାନେ ଭାଇ ମାନେ অলক্ষ্য তুমি নিজ ভাইকে মারিবার ପାଇଁ চেষ্টা করছিল অলক্ষণ মানে আরে বীরবল বিদ্যা বাবা তোমাকে দিলে মধ্যে লাজ লাগিলানি ଆମେ ଲୋଭରେ ପଡି କି ଏପରି କାମ କରୁଥିଲୁ ବାପା লোভরে পড়ি ହଁ ବାପା নিজ ভাই মারନ୍ତି লোক আরে মূর্খ মানে ହଁ ବାପା সে হচ্ছে পর তোমার সাথে ତାହେଲେ ଆମକୁ କ୍ଷମା କରିଦେ ବାପା তেবে ভাই না ହଉ ହଉ আজ্ঞা রাজা দুই পুত্রকে ক্ষমা কলে আচ্ছা 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 আরে মদন স্বপ্ন আনিছো ହଁ ବାପା আমি শিখলো মতো স্বপ্ন ঠিক আছে ଚାଲ তেবে ভাই না ହଉ ହଉ ଅନ୍ତର୍ଯାମୀ ନାରାୟଣଙ୍କୁ ସ୍ମରଣ କରିକି ଆଜ୍ଞା ଧୀରେ ଧୀରେ ମଦନ ସୁନ୍ଦର ସ୍ୱପ୍ନ ଦେଖିବାରେ ଲାଗିଲା ଆଚ୍ଛା 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 ଆରେ ରୂପବତୀ ଶିର